ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆ ଜଗନ୍ନାଥ ସଡ଼କ ରାମେଶ୍ୱର ପଟାସ ଜଙ୍ଗଲ ନିକଟରେ ଗତ ଗୁରୁବାର ବିଳମ୍ବିତରେ ଡକାୟତି ଉଦ୍ୟମ କରୁଥିବା ବେଳେ ଖବର ପାଇ ନିରାକାରପୁର ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ 5 ଜଣ ଡକାୟତି ଗିରଫ ଡକାୟତମାନଙ୍କଠାରୁ 2ଟି ବନ୍ଧୁକ 2ଟି ଜୀବନ୍ତ ଗୁଳି ଲଙ୍କାଗୁଣ୍ଡ କିଛି ରାସାୟନିକ ସ୍ପ୍ରେ ଲୁହା ରଡ୍ କଇଁଚି ଇତ୍ୟାଦି ମାରଣାସ୍ତ୍ର ସହିତ 2ଟି ଦାମୀ କାର୍ ଜବତ କରିଛି ପୋଲିସ। ଗିରଫ ଡକାୟତମାନେ ହେଲେ ନୟାଗଡ଼ ଜିଲ୍ଲା ଇଟାମାଟିର କିଶୋର ଚନ୍ଦ୍ର ପ୍ରଧାନ, ଶ୍ରୀଧର ପ୍ରଧାନ, ରଣପୁରର ସନ୍ତୋଷ ପ୍ରଧାନ, ପୁରୀର ମିଟୁ ପ୍ରଧାନ ଓ ଖୋର୍ଦ୍ଧାର ସଂଗ୍ରାମ ମଙ୍ଗରାଜ। ସୂଚନାରୁ ଜଣାପଡ଼ିଛି, ଖୋର୍ଦ୍ଧା ଏସ୍ପିଙ୍କ ବିଶେଷ ସୂତ୍ରରୁ ସୂଚନା ପାଇଲେ ନୂଆ ଜଗନ୍ନାଥ ସଡ଼କରେ ଏକ ଡକାୟତ ଦଳ ଡକାୟତି ପାଇଁ ଉଦ୍ୟମ କରୁଛନ୍ତି। ଏସ୍ପିଙ୍କଠାରୁ ସୂଚନା ପାଇ ବାଲୁଙ୍ଗା ଏସ୍ଡିପିଓଙ୍କ ନିର୍ଦ୍ଦେଶକ୍ରମେ ନିରାକାରପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଚଢ଼ାଉ କରିଥିଲେ। 8ରୁ 9 ଜଣ ଡକାୟତି 2ଟି ଦାମୀ କାର୍ 2ଟି ମୋଟରସାଇକେଲରେ ଆସି ନୂଆ ଜଗନ୍ନାଥ ସଡ଼କ ରାମେଶ୍ୱର ପଟାସ ଜଙ୍ଗଲ ନିକଟରେ ରହି ଡକାୟତି ଉଦ୍ୟମ କରୁଥିବା ବେଳେ ନିରାକାରପୁର ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ପୋଲିସର ଅତର୍କିତ ଚଢ଼ାଉ ଦେଖି 3ରୁ 4 ଜଣ ଡକାୟତି 2ଟି ମୋଟରସାଇକେଲରେ ଫେରାର ହୋଇଥିଲେ। ଘଟଣାସ୍ଥଳରୁ ପୋଲିସ 5 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ଡକାୟତମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ। ଡକାୟତମାନଙ୍କର ମାଷ୍ଟରମାଇଣ୍ଡ ନୟାଗଡ଼ ଇଟାମାଟିର ଦିଲ୍ଲୀପ ପ୍ରଧାନ ଫେରାର ହୋଇଛି। ମାଷ୍ଟରମାଇଣ୍ଡ ଦିଲ୍ଲୀପକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଆଇଆଇସି ସୂଚନା ଦେଇଛନ୍ତି। ଖୋର୍ଦ୍ଧାରୁ ସୂର୍ଯ୍ୟକାନ୍ତ ଦଳାଇଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ।